वाव ମୁଁ ସାଲାଡ ଖାଉଛି ତମେ ସବୁ ମାଛ ଖାଇଛ। ଏଇଗୁଡା କିଏ ଖାଇଛି ସାଲାଡ ଯଦି ତମେ ଆପଣ କ'ଣ କେମିତି ଅଛନ୍ତି? କିନ୍ତୁ ମାର୍କେଟରୁ ଚାଉଳ ଇଏ ମାଛ ଦେଖ ସକାଳ ସକାଳ ସେଠି ମାର୍କେଟ ଯାଇଥିଲେ ଆଉ କ'ଣ ଆଣିଛନ୍ତି ଦେଖିବା କ'ଣ ଆଣିଛ ମାଛ କି ମାଛ ରୂପଚାନ୍ଦି ଓହୋ ଚିଙ୍ଗୁଡ଼ି ମିଳିଲାନି କି ମିଳିଲା ଯେ ଭଲ ନୁହେଁ ଜଲ୍ଦି ଜଲ୍ଦି କର ପଖାଳ ଖାଇବା ଦେଖାଉଛି ସେଉ ଏଇଟା କ'ଣ ଗୋଲାପ ଜାମୁନ ଚା ଅଦା ରସୁଣ ଛଡ଼ା ହେଇଯିବ ବୋଧେ ମାଛ ପାଇଁ ଏଠି ଭାତ ବସାରିଛି ଆଉ କ'ଣ ଦେବି କୁହ ମୁଁ ଦୁଇଟା ଏଠି ଚୁଡ଼ା ପକେଇଦେବି ରେଡି ଚାଉଳ ଧୁଆ ଚାଲିଛି ଭାତ ହବ ଖାଇଲା ପୂର୍ବରୁ ଏବେ ଭାତ ଗଳ ଟେପ୍ଟା କାହିଁ ଖୋଲିଛ এটা গরম পেঁয়াজ না রাইটা কলে ଯିବ ଖାଣ୍ଡା ଟିକେ ଖୋଲିଦେଲି ଭଲ ହେବ ଆଚ୍ଛା ମାନେ ଏ ପେଜ ଯିବା ପାଇଁ ଆଇଡ଼ିଆ ଲଗେଇଛ ହଉ ମାଛ ଭଜା କେତେବେଳେ ହେବ ଭୋକ ହଉ ଭାତ ଗାଳି ଦିଅ ଭାତ ଗାଳି ଦେଇ ସାରିଲା ପରେ ମାଛଟା ଜଲ୍ଦି ଭାଜ ଖାଇବା ମାଛ ଭଜା ଟିକେ ଖାଇବା ହଉ ମୁଁ ଭାଜିଦେବି ଖାଇବ ହଉ ମାଛ ତରକାରୀ ପାଇଁ ରେଡ଼ି ହେଉଛି ମସଲା ହେଉଛି କ'ଣ ଅଦା ରସୁଣ ଏଠି କଡ଼େଇ ବସାରିଛି ମାଛ ଭଜା ହେବ ମାଛ ଧୁଆ ହେଉଛି ଠିକ୍ ଅଛି ନା ପିସ୍ ବହୁତ ମୋଟା ହେଇଯାଇଛି ହଁ ହେଲା ମୋଟା ତ ବଢ଼ିଆ ଲାଗିବ ଖାଇବା ପାଇଁ ଗୋଟେ ପିସ୍ ଖାଇବୁ ପେଟ ପୁରିଯିବ ଚାଲନ୍ତୁ ଟିକେ ଯିବା ଛାତ ଉପରକୁ ଲୁଗା ଶୁଖିଥିଲା ଦେଖିବା ଶୁଖିଗଲାଣି କ'ଣ ଏଠି ସବୁ ଲୁଗା ଶୁଖିଛି ଶୁଖିଗଲାଣି ନେଇକି ଯିବା ଆଉ ହଳଦୀ ଲୁଣ ସବୁ ପଡ଼ି ସାରିଛି ତେଲ ପଡ଼ିବ ତେଲ କାହିଁ ପକାଉଛ ଗାଜର ତେଲ ନୁହଁ ସେମିତି ଖାଲି କରୁନ ତେଲ ପଡ଼ିଗଲା ଆହୁରି ଅଛି ବା ଗୋଟେ ତେଲ ପକ ହାତରେ ପଡ଼ିବ ଲେମ୍ବୁ କେତେଲା ଏଇପଟୁ ଦେବ ନା
ମାଛ ଭଜା ଏଠି ରେଡ଼ି। ଆଉ କି ସ୍ମେଲ୍, ମସ୍ତ ବସିଛି। ଉଡ଼ିଗଲ ନା ଖାଇବା ଦେଖ 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 କେତେ ତେଲ ଦେଖ ବାହାରିଲା। ସେଟା ଚର୍ବି ଅଛି ନା, ଚର୍ବି ଏଇଟା କ'ଣ କ'ଣ ରୂପଚାନ୍ଦି ମାଛର ତେଲ ବାହାରେ? ମୁଁ ତ ଜାଣିନି, ସେଇଟା ତ ହାତକୁ ଲାଗିଲା ଯେମିତି ଗୋଟେ ତେଲିଆ ଦେଲେ ନା, ମୁଁ ସେଇଥିପାଇଁ ସେ ଆଗ ପିସ୍ ଦୁଇଟା ପକେଇଦେଲି। ଓହୋ, ଏଇଟା ଗୋଟେ ଥର ଗଲା, ପୁଣି ଥରେ ମାଛ ପଡ଼ିଲା। ଆଉ ଏଇ ପିସ୍ଟା ସଲିଡ୍ ପିସ୍ଟା ଓଲଟା ହେଲା। ଏଇଟା ମୁଣ୍ଡ, ଏତେ ବଡ଼ ମୁଣ୍ଡ। ଏଇଟା ସାଇଡ୍ କର, କଡ଼େଇ ପଡ଼ିଲା। ଓକେ, ମୁଁ ଆଉ ଲୋଭ ସମ୍ଭାଳି ପାରିବିନି, ଗୋଟେ ଭଜା ମାଛ ଯାହା ହେଲେ ଖାଇଦେବା। ଆମିଷ ଲାଗୁଛି କି? ନା, କାହିଁ କହିଲି, ମୁଁ ଲେମ୍ବୁ ପକେଇ ଦେଇଥିଲି ନା, ସେଇଥିପାଇଁ ତାର ହଉଛି ମାନେ ଆମିଷ ସ୍ମେଲ୍ କରିବନି। ଗରମ ଗରମ ମାଛ ଖାଇବାର କିଛି ମଜା ଅଲଗା। ୱାଓ, ଭଲ ଲାଗୁଛି ତ? ଗରମ ମାଛ ଖାଇବ ନା? ସେ ଟିକେ ବସି ୱାଓ, କ'ଣ ହେଇଯିବି? ଜଲ୍ଦି ଜଲ୍ଦି ଗାଧେଇକି ପାଣିକିନା ପଳେଇ ଆସେ, ଖାଇଦେବା। କମ୍ପ୍ଲିଟ୍। ଏଠି ଆମର ଫାଇନାଲି ରେଡି ଭାତ, ଆଉ ପୁରା ଯେମିତି ଦେଖାଯାଉଛି ଲାଗୁଛି ପୁରା ଟେଷ୍ଟି ହେଇଥିବ। ଆଉ ଏଠି ସାଲାଡ। ଜବରଦସ୍ତି ହେଇଛି। ଖାଇକି ଦେଖ ତ ଭାତ ସହିତ। ଭଲ ଲାଗୁଛି ଏକ ନମ୍ବର। କଲର୍ ତ ପୁରା ଏ କ୍ଲାସ୍ ହେଇଛି, ରାଗ ଟିକେ ହେଇଛି, ଚଳିବ। ରାଗ ବା ତମେ କହିଲ ନା, ମୁଁ ଆଜି ତମ ପ୍ରୋସେସରେ ମାନେ ରୋଷେଇ କରିଛି। ପୁଣି ଆଜି କେମିତି ହେଇଛି କହିଲ, ମସଲା କରି ନଥିଲା, ଗ୍ରାଇଣ୍ଡିଙ୍ଗ ହେଇନି ମସଲା, ମାନେ ଛେଚା ହେଇଛି। ଛେଚାର ଟେଷ୍ଟ ପୁରା ୟୁନିକ୍। ଡେରି ନ କରି ଏବେ ଚାଲନ୍ତୁ ଫଟାଫଟ ଖାଇଦେବା। ଖାଇଯାଅ ଖାଇଯାଅ, ଗାଁ ଗାଁ କରି ଖାଇଯାଉଛନ୍ତି। ଖାଇକୋ ଖାଇ। ଛେଚା ମସଲାଟାର ଏତେ ଟେଷ୍ଟ, ରୋଷେଇ ଯିଏ କରିଥିବେ ସେ ଜାଣିଥିବେ। ହଉ ଚାଲ, ଲେଟ୍ ନ କରି ଖାଇଦେବା। ଖାଇକି ପୁରା ଗୁଣ୍ଡ କରିସାରିଲେଣି। ଧୀରେ ଧୀରେ ସଫା ହେଇ ଚାଲିଛି। ମୁଁ ସାଲାଡ ଖାଉଛି, ତମେ ସବୁ ମାଛ ଖାଇଛ। ଏଇଗୁଡା କିଏ ଖାଇଛି? ସାଲାଡ ଯଦି ତମେ ଖାଇଛ, ଏଇଗୁଡା ସବୁ କିଏ ଖାଇছে? ମୁଣ୍ଡଟା ମୁଁ ଠିକ ସେ ଖାଇ ଶିଖିନି, ଯାହା ଖାଇଛି ଯାହା ପକେଇ ଦେଇଛି। ଏଇଗୁଡା କିଏ ଖାଇଛି ମତେ କୁହ, ଗୁଣ୍ଡ କରୁଛି କିଏ? ବଡ ଦିଦି ଦିନେ ପୁରା ମୁଣ୍ଡଟା ପୁରା ଗ୍ରାଇଣ୍ଡିଙ୍ଗ କରିଥାନ୍ତେ ନା। ହଉ ଚାଲ ମାନେ ମୋ ବଡ ନଣନ୍ଦ ଶିଖେଇଛନ୍ତି, ମୁଣ୍ଡରେ ସବୁ ଭିଟାମିନ ଥାଏ, ଆଉ ମୁଣ୍ଡଟାକୁ ପୁରା ଚୁବେଇ ଦବ। ମୁଁ ଚୁବେଇ ପାରିନି, ଯାହା ଯାହା ଏଠି ପକେଇ ଦେଇଛି ଖାଇକି ଆଉ।
କିଛି ସମୟ ପୂର୍ବରୁ ଏଇଠି ସବୁ ଥିଲା, ଏବେ ସବୁ ଥାଳି ଖାଲି। ଏବେ ଚାଲିଛି ବାସନ ଧରି। କ'ଣ ଏତେ ବାସନ ଧୁଆଧୁଇ କରୁଛୁ କ'ଣ? ଆଇଁଷ ହେଇଥିଲା, କାଲି ଗୁରୁବାର ଅଛି, ଆଜି ତାକୁ ସବୁ ସଫା କରିଦେବି। ଆଉ ରାତି ପାଇଁ ବି ରୋଷେଇ ନାହିଁ, ତରକାରୀ ବି କରିଦେଇଥିଲି ରଖିଦେବି। ଭାତଟା ଖାଲି ରାତିରେ ହବ। ଆଉ ସବୁ ପୁଛାପୁଛି କରିଦେଇଥିଲି। ଏଇଟା ଶୀତ ଲାଗୁଛି, ଠିକ କରିବ ମୋର। ମାନେ କାଲି ମାଣବସା ଗୁରୁବାର ଲାଷ୍ଟ ନା ଆଉ କ'ଣ? ଆଚ୍ଛା, ଆରେ ଝୁଟି ଚାଉଳ ଗ୍ରାଇଣ୍ଡିଙ୍ଗ ହବ, ଝୁଟି ପଡ଼ିବ। ରୁଟି ପାଇଁ ଏଇଠି ରଖୁଛ ନା କ'ଣ ଏଇ ଚାଉଳ? ଘର ବି ପୁଛାପୁଛି ହବ। ହଉ, ତୁମେ ବର୍ତ୍ତମାନ ସଫା କରିକି ଆସ, ଆମେ ଚାଲିଲୁ ଏବେ ଟିକେ ରେଷ୍ଟ ନେବା। ଓକେ, ଜଲ୍ଦି ଟିକେ କାମ ସାରିକି ଆସ। ମୋତେ ଟିକେ ତେଲ ଫେଲ ଟିକେ ମାରି ଦେଇଥିଲେ ହେଇଥାନ୍ତା। ହଉ, ଟିକେ ଜଲ୍ଦି ଆସ। ଟିକେ ବୁଢ଼ା ତଳ ପୁରା କାହିଁକି ଏମିତି ଲାଗୁଛି, ଗୋଟେ ତେଲ ଫେଲ ଟିକେ ମାରିଦେବ ହେଲା। ମୁଁ ଚାଲିଲି, ଟିକେ ରେଷ୍ଟ କରୁଛି, ତୁମେ ଆସ। ହଁ, ତ ଫ୍ରେଣ୍ଡସ୍, ଏବେ ସନ୍ଧ୍ୟା ଦେଇ ସାରିକି ଟାଇମ୍ରେ ଟିକେ ମାର୍କେଟ ଯିବୁ। ମାର୍କେଟରେ କାମ ଅଛି, ଆଉ ବାହାରି ସାରିଲୁଣି। ମାର୍କେଟ ଯିବୁ। ମାର୍କେଟରେ ଯାଇକି ଆମେ କ'ଣ କରୁଛୁ ମୁଁ ଆପଣଙ୍କୁ ଦେଖାଉଛି। ଚାଲନ୍ତୁ ଏବେ ବାହାରିବା। ପୁଣି ଆସିଲେ ଇଏ ଡ୍ୟୁଟି ଯିବେ, ପୁଣି ରୋଷେଇ ହେବ। ଯେମିତି କହିଥିଲି, ମାନେ ତରକାରୀ କରିଦେଇଛି, କେବଳ ଭାତଟା କରିବାର ଅଛି। ତ ଶୀଘ୍ର ଶୀଘ୍ର ଆସିଲେ ରୋଷେଇ କଲେ ସେ ପୁଣି ଖାଇ ଡ୍ୟୁଟି ଯିବେ। ଏବେ ଆମେ ଚାଲିଲୁ ମାର୍କେଟରେ ଯାଇକି ପୁଣି ଆପଣଙ୍କ ସହ ଦେଖା। ଭଲ। ଆପଣ କ'ଣ କେମିତି ଅଛନ୍ତି? ଲଗେଇ ପାରିବେ, ଖୋଲିକି ବି ଲଗେଇ ପାରିବେ। ଏଇଟା ନେଉନାହାନ୍ତି, ଭଲ ଅଛି। ଖାଲି ଲିକ୍ୱିଡ଼ଟା ବି ଆଣିପାରିବେ, ଖୋଲିକି ବି ୟୁଜ୍ କରିବେ। ବଡ଼ ହଉ, ଆସିଲ ଆଜ୍ଞା। ଫେରୁ ଫେରୁ ଦେଖନ୍ତୁ, ବାଟରେ ଜଣେ ବାହାଘର ପ୍ରସେସନ୍ ହେଉଛି। ଆଉ ସେଇ ପ୍ରସେସନ୍ର କିଛି ତୋରଣ ଆଉ ଝଲକ ମୁଁ ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ। ଦେଖନ୍ତୁ, ଏଠି ଗୋଟେ ବାହାଘର ହେଉଛି ପ୍ରସେସନ୍। ତ ଫ୍ରେଣ୍ଡସ୍, ଏବେ ମାର୍କେଟରୁ ପଳେଇ ଆସିଛୁ। ଏତେ ସାରା ଏଠି ଡଷ୍ଟ ଯେ ଆଖି ଗୋଟେ କ'ଣ ପଡ଼ିଯାଇଛି, ଖେଞ୍ଚି ହେଉଛି ନା କ'ଣ ଆଖିଟାରେ। ତ କାଲି ଗୁରୁବାର ପାଇଁ ଦେଖ, ଫୁଲ ନେଇ ଆସିଛି। ଆଉ ଯାହା ସିଲେଇ କରିବା ପାଇଁ ଦେଇଥିଲି, ତ ସେ କହିଲେ ଟାଇମ୍ ନାହିଁ, ଦେବେନି। ଆଉ ଏଇଟାରେ ବାକି ହେଉଛି ଶୀତ ଦିନ ପାଇଁ ମୋର ତେଲ ଆଉ ଭ୍ୟାସଲିନ୍ କ'ଣ ସରିଯାଇଥିଲା, ତ ଏଥିରେ ନେଇ ଆସିଛି। ଆଉ ଏଇଟା ଗୋଟେ ଗୋଲାପ ଜଳ, ଆଉ ଗୋଟେ ଗ୍ଲିସରିନ୍ ଏଥିରେ ଆଣିଛି, ଆଉ ତେଲ। ତ ସିଏ ମୋତେ ଛାଡ଼ି ଦେଇକି ତାଙ୍କର ଟିକେ କ'ଣ ପୁଣି ମାର୍କେଟରେ ଟିକେ କାମ ଅଛି କ'ଣ କହିଲେ, ସେ ଯାଇଛନ୍ତି ମାର୍କେଟ। ଆଉ କାଲି ଗୁରୁବାର, ସେ ତ ଏବେ ଖାଇକି ଡ୍ୟୁଟି ଯିବେ। ତ ମୁଁ ଖାଲି ଯେମିତି ତରକାରୀ ହେଇଯାଇଛି, ଖାଲି ଭାତଟା ରୋଷେଇ କରିବି ଯାଉଛି। ଭାତଟା ବସେଇ ଦିଏ, ଖାଇ ଦେଇକି ସେ ଯିବେ ଡ୍ୟୁଟି। ତାପରେ ମୁଁ ପୋଛାପୋଛି କରିବି, ବହୁତ ସାରା କାମ ଅଛି। ତ
फ्रेंड्स आज भिडियोटी मुझे एंड करुच्ची आउ भिडियो करहबनी कारण बहुत काम अच्छी तो से खाई ड्यूटी पलैबे पुणी देखा आउ एक नेक्स्ट ब्लॉग रे से रखुची आज भिडियोटी जब भल लगी भिडियो को प्रथम लाइक करेंगे चैनल को सब्सक्राइब करेंगे और जो मैंने मो चैनल को नुआ देखुं आग जा सब्सक्राइब करूँ पाखर थी बेल आइकन को दबाई दिंतु जो थी कि आपण पाखे मुझे जहाँ भी भिडियो करुँची आपण पाखे प्रथम नोटिफिकेशन जाए पहुँचो। रहुची बाय गुड नाइट जय जगन्नाथ।